ଠାକୁର ଦର୍ଶନ ପାଇଁ ଏକ କାର ଯୋଗେ ଯାଉଥିବା ଗୋଟିଏ ପରିବାରର 6 ଜଣ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଛନ୍ତି। ଆଉ ସମସ୍ତଙ୍କୁ ଅତି ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ବାଲେଶ୍ୱର ଜିଲ୍ଲା ସୋର ଥାନା 16 ନମ୍ବର ଜାତୀୟ ରାଜପଥର ତଳନଗର ଷ୍ଟାର ହୋଟେଲ ନିକଟରେ ଘଟିଛି ଏହିପରି ମର୍ମନ୍ତୁଦ ଦୁର୍ଘଟଣା। ମିଳିଥିବା ସୂଚନା ଅନୁଯାୟୀ ପଶ୍ଚିମବଙ୍ଗ ଏଗ୍ରା ଅଞ୍ଚଳର ଗୋଟିଏ ପରିବାରର 6 ଜଣ ଏକ କାର ଯୋଗେ ଭଦ୍ରକ ଜିଲ୍ଲା ଧାମନଗରକୁ ଠାକୁର ଦର୍ଶନ ପାଇଁ ଯାଉଥିଲେ। ହେଲେ ସୋର ଥାନା 16 ନମ୍ବର ଜାତୀୟ ରାଜପଥର ତଳନଗର ଷ୍ଟାର ହୋଟେଲ ନିକଟରେ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ରୋଲର ପଛପଟେ କାରଟି ଭାରସାମ୍ୟ ହରାଇ ଧକ୍କା ଦେଇଥିଲା। ଫଳରେ କାରଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ନଷ୍ଟ ହୋଇଯିବା ସହ କାର ଭିତରେ ଥିବା 6 ଜଣ ଗୁରୁତର ଆହତ ହୋଇଥିଲେ। ପରେ ସ୍ଥାନୀୟ ଲୋକମାନେ ସମସ୍ତଙ୍କୁ ଉଦ୍ଧାର କରି ପ୍ରଥମେ ଚିକିତ୍ସା ପାଇଁ ସୋର ଡାକ୍ତରଖାନାକୁ ନେଇ ଭର୍ତ୍ତି କରିଥିଲେ। ହେଲେ ସେମାନଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ଥିବାରୁ ପୁଣି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି। ବାଲେଶ୍ୱର ଜିଲ୍ଲା ସୋରରୁ ସୁମନ୍ତ ଦାସଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।